फ्रेंड ମୁଁ ଆସିଛି ବିଲକୁ ଆମ ତ ଦେଖିପାରୁଥିବେ ଧାନ ହେଇଛି ଏଠି ଅଧା ପାକି ନାହିଁ ସେମିତି କଞ୍ଚା ଅଛି ଆଉ ଗୋଟେ ସପ୍ତାହରେ ପାକିଯିବ ପୁରା ଦେଖିପାରୁଥିବେ। ଯଦି ମୋ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ। ତ ସାଙ୍ଗମାନେ ମୁଁ ବହୁତ ଦିନ ପରେ କ୍ଷେତକୁ ଆସିଛି। ଧାନ ଅଧା ଥିଲା ଏପଟେ ବି ସେପଟେ କଟା ହେଇଯାଇଛି ଧାନ ତ କଟା ହେଇଯାଇଛି ଧାନ ସବୁ ଘରକୁ ବି ନିଆ ହେଇଯାଇଛି। ମୋ ପଛପଟେ କଟା ହେଇଛି ସେଇଠି ଅନ୍ୟ ଧାନ ଲଗା ହେଇଥିଲା ସେଇଠି ବଡ଼ ଧାନ ଲଗା ହେଇଥିଲା ବଡ଼ ଥିଲା ସେ ଧାନ ସବୁ ଆଉ ସେପଟେ ଲଗା ହେଇଛି ଧାନ ଛୋଟ ଅଛି ଛୋଟ ବାଲା ଧାନ ଅଟେ ଏଇଟା ସେଥିପାଇଁ ଏଇଟା ଲେଟ୍ରେ ପାକୁଛି। କ'ଣ ପାଇଁ ଛୋଟ ବଡ଼ ଲଗା ହେଇଥିଲା ନା ସେତେବେଳେ ଆମେ ଯେଉଁ ବିହନ ବୁଣିଥିଲୁ ତ ସେଠାରେ ଛୋଟ ବଡ଼ ଅନ୍ୟ ଦେଇଥିଲୁ ତ ଛୋଟ ବାଲା କମ୍ ଥିଲା ସେଥିପାଇଁ ଏଠି ଅଧା ଲଗେଇଛୁ ଆଉ ବଡ଼ ବାଲା ବେଶୀ ଥିଲା ତ ଯେଉଁଠି ଲଗାଇବା ଥିଲା ସେଇଠି ହେଇଗଲା ସେଥିପାଇଁ ଏଠି ଟିକେ ବଞ୍ଚିଗଲା ଜାଗା ବି ସେଥିପାଇଁ ଛୋଟ ବାଲାକୁ ଏଠି ଲଗେଇ ଦେଇଛୁ ଏଠାରେ। ଦେଖିବା ଆଉ ଗୋଟେ ଅନ୍ୟ ବିଲକୁ ଯାଇକି ସେଠି କ'ଣ କେମିତି ହେଇଛି କି କ'ଣ ଅଛି ମୁଁ ତ ଏବେ ବହୁତ ଦିନ ହେଲା ଯାଇନି କ୍ଷେତକୁ ଆସିନି ମା' ମାନେ ଆସିଥିଲେ କେଉଁ କ୍ଷେତକୁ କାଟିଛନ୍ତି ମୁଁ ବି ଜାଣିନି ତ ଦେଖିବା ମୁଁ ଭାବିଥିଲି ଏଇଠି ଧାନ ଅଛି କହିକି କିନ୍ତୁ କାଟି ଦେଇଛନ୍ତି ଅଧା ଯେଉଁଟା ବଡ଼ ବଡ଼ ଧାନ ଥିଲା ସେଇ ଧାନକୁ କାଟି ଦେଇଛନ୍ତି ଛୋଟ ଧାନ ଭଲ କି ପାକିନି ସେଥିପାଇଁ ତାକୁ ଛାଡ଼ି ଦେଇଛନ୍ତି ତ ମୁଁ ଆସିଥିଲି ଦେଖିବାକୁ ଏଠି ଧାନ କଟା ହେଇଛି କି ନାହିଁ କହିକି କିନ୍ତୁ ମୁଁ ଆସିଲି ଦେଖିଲି ଏଠି ଧାନ କଟା ହେଇଯାଇଛି ଆଉ ଧାନ ବି ନିଆଁ ସାରିଛି ନେଇଯାଇଛନ୍ତି ତ ଆସିଲି ମୁଁ ଦେଖିଲି ଏମିତି ଦେଖିକି ଏବେ ଯିବି ଅନ୍ୟ କ୍ଷେତ୍ରକୁ ଦେଖିବା ପାଇଁ। ସେ ପଛପଟେ ମା' ମାନେ ଗାଈ ଚରାଉଛନ୍ତି ଦେଶୀ ବନି ବହୁତ ଦୂର ଅଛି ତ ଏଠି ବି ଆସିଯାଇଛନ୍ତି ମିଟୁ ମାନେ ବି ତ ସେଇମାନେ ଏଠି ଏଇ ଗଛ ଦିଶୁଛି ନା ସେଇ ଗଛ ଆଉ ଗୋଟେ ଥିଲା ଆମର ସେଠି ଜାମୁକୋଳି ଗଛ ସେଇଟା ହେଲା ହେବ ଆଗେ ତ ବହୁତ ପାଣି ଆସୁଥିଲା ବହୁତ ହାୱା ବି ଚାଲୁଥିଲା ତୁଫାନ ବହୁତ ଥିଲା ତ ଥରେ ଆସିଥିଲା ସେମିତି ବହୁତ ବଡ଼ ତୁଫାନ ସବୁ ଗଛକୁ ପୋକଡ଼ି ଦେଇଥିଲା ତ ସେଠି ବି ଥିଲା ଗୋଟେ ବହୁତ ବଡ଼ ବିରାଟ ବଡ଼ ଗଛ ଥିଲା ସେଇ ଗଛଟା ବି ପଡ଼ିଗଲା ତ ସେଇଟା ଗୋଟେ ଅଛି ଏକା ଅଛି ତେବେ ଜାମୁକୋଳି ଗଛ ବି ସରିଗଲାଣି ଏବେ ନାହିଁ ଏଠି ଆଗେ ବହୁତ ହେଉଥିଲା ସେଠି କିନ୍ତୁ ସେଠି ବି ନାହିଁ ଚଢ଼େଇମାନେ ବହୁତ ଆସୁଥିଲେ ଏବେ ଅଛନ୍ତି ବେଶୀ ତ ନାହାନ୍ତି ବୁଲିବା ବସିଛନ୍ତି। ଦେଖୁଛନ୍ତି କେମିତି ଶବ୍ଦ ଶୁଣାଯାଉଛି ଚଢ଼େଇର କିନ୍ତୁ ଆଗେ ବହୁତ ଥିଲା ଆମ ଜଙ୍ଗଲ ପଟେ ଚଢ଼େଇ ବହୁତ ଥିଲା କିନ୍ତୁ ଏବେ ଧୀରେ ଧୀରେ ସେଇଟା କମ୍ ହେବା ହେଇ ଚାଲିଛି ଚଢ଼େଇମାନେ ସବୁ ଦିଶୁନାହାନ୍ତି ଏପର୍ଯ୍ୟନ୍ତ କେଉଁଠି ଅଛନ୍ତି କେଉଁଠି ସେ ସବୁ ଗଛ ସବୁ କାଟି ଦେଉଛନ୍ତି ନା ଜଙ୍ଗଲ ସବୁ ସଫା ହେଇଯାଉଛି ତ ତାଙ୍କୁ ରହିବା ପାଇଁ ଜାଗା ହେଉନି
ସାଙ୍ଗମାନେ ଦେଖିପାରିଥିବେ କେମିତି ଆମ ବିଲକୁ ଆସିକି ଭାଲୁ ସବୁ ଆମ ଧାନ କେମିତି ନଷ୍ଟ କରିଦେଇଛନ୍ତି। ଭଲ ଲାଗେନି, ଏମିତି ନଷ୍ଟ କରିଦିଏ। ବହୁତ କଷ୍ଟରୁ ସବୁ ଲଗାଇଥିନୁ ସେଇଟାକୁ ନଷ୍ଟ କରି, ଆଉ ବି ସେପଟେ ବି କରିଦେଇଥିଲା। ସେପଟେ କାଟି ଦେଇଛନ୍ତି ଧାନ ଆଗରୁ, ସେଇଟା ବଡ଼ ଧାନ ଥିଲା ନା ତ କାଟିଦେଲେ ତାକୁ। ସେପଟେ ବି ସେମିତି ନଷ୍ଟ କରିଦେଇଛି, ଆଗରୁ ବି ସେମିତି ନଷ୍ଟ କରିଦେଉଥିଲା। ଆଉ ଆଗେ ଆମେ ଲଗେଇଥିଲୁ। ଆଗେ ବି ଆମେ ଚାଷ କରିଥିଲୁ, ସେମିତି କିଛି ବାଦାମ ଲଗେଇଥିଲୁ। ସେଇଟାକୁ ସବୁ ଖାଇଦେଲା ସେ ଆସିକି, ଭାଲୁ ସବୁ ବାଦାମକୁ ଖାଇଦେଲା। ସେବେଠାରୁ ଆମେ ବାଦାମ ଲଗାଉନାହୁଁ ଆଉ। ଆଗେ ଲଗାଉଥିଲୁ ସେମିତି ଟିକେ ଟିକେ ଅଳ୍ପ ଅଳ୍ପ ମିଳୁଥିଲା, ତ ସେଇଟା ଲଗାଉଥିଲୁ। ସେ ଆସିକି ଗୋଟେ ବର୍ଷ ପୁରା ଖାଇଦେଲା ସବୁ ବାଦାମକୁ। ଆଉ ସେତେବେଳୁଠୁ ଆଉ ଆମେ ବାଦାମ ଲଗାଉନାହୁଁ। ସେ ବାଦାମକୁ ଖାଇ ଦେଇଥିଲା ନା, ପୁରା ଘର ପାଖକୁ ବି ଆସିଯାଏ, ଘର ପାଖକୁ ପୁରା ଆସିଯାଏ। ଆଉ କିଛି ଲଗା ହେଇଥିବ ତାକୁ ପୋଡ଼ି ପୋଡ଼ା ସେ ଖାଇଦେବ, ସେମିତି ଖାଇଦିଏ। ସେପଟେ ସବୁ ଧାନ କଟା ହେଇଯାଇଛି। ଏଇଟା କାକାମାନଙ୍କର ଅଟେ ଧାନ। ସେମାନେ ଟିକେ ଆଗରୁ ଲଗେଇଥିଲେ, ତାଙ୍କର ପାଚିକି ସରିଗଲା। କାଟି ସାରିକି ସେମାନେ ନେଇଯାଇଛନ୍ତି। ଦେଖିବା ଆମ ବିଲରେ ଅଛି କି ନାହିଁ ଧାନ। ତ ସାଙ୍ଗମାନେ ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ଆମ ବିଲରେ। ଏଇଟା ଏଠି ଦେଖିପାରୁଥିବେ ଅଧା ଧାନ କଟା ହେଇଛି, ଅଧା ବାକି ଅଛି। ସେଇଟା ମା ଆସେ ସକାଳେ ସକାଳେ ଟିକେ ଟିକେ କାଟିକି ସେ ପଳାଇଯାଏ। 10ଟାରେ ଘରକୁ ପଳାଇଯାଏ। ସେଇ ଗାଈ ସବୁ ଜଗିବାର ଥାଏ ନା, ତ ସେଥିପାଇଁ ସେ ପଳାଇଯାଏ। ସକାଳେ ଆସେ ସେମିତି 8ଟାରେ, ଆଉ 10ଟା ଆଖାପାଖି ସେ ପଳାଇଯାଏ। କଟା ହେଇଛି, ମୁଁ ତ କାଟିବାକୁ ଆସେନି ଏସବୁ, ବି ଜାଣିନି କାଟିବାକୁ। ମୁଁ ଟିକେ ସେମିତି କାଟିଦିଏ, କିନ୍ତୁ ମୁଁ ବେଶୀ କାଟେନି, ମୋତେ କାଟିବାକୁ କହନ୍ତି ନାହିଁ। ଘରେ ଅଛନ୍ତି ମା ମାନେ ସବୁ, ଭାଉଜମାନେ, ସେମାନେ ସବୁ କାଟନ୍ତି। ବାନ୍ଧି ବୁନ୍ଧା ଦିଏ, ମୁଁ ସବୁ କରେ, କିନ୍ତୁ କାଟିବାରେ ବହୁତ କମ୍ ମୋର ଅଛି। ମୁଁ ବେଶୀ କାଟେ ନାହିଁ, ତ କାଟିବା ଟାଇମ୍ ଆସିଲେ କାଟିବାକୁ ପଡ଼ିବ, କାଟିବା। ତ ଏଠି ତ ଭଲ ହେଇଛି ଧାନ, ଦେଖିପାରୁଥିବେ। ଧାନ ଭଲ ଅଛି। ସେପଟେ ସବୁ ଧାନ କଟା ହେଇଯାଇଛି। ଏଇଟା କାକାମାନଙ୍କର ଅଟେ ଧାନ। ସେମାନେ ଟିକେ ଆଗରୁ ଲଗେଇଥିଲେ, ତାଙ୍କର ପାଚିକି ସରିଗଲା। କାଟି ସାରିକି ସେମାନେ ନେଇଯାଇଛନ୍ତି। ଦେଖିବା ଆମ ବିଲରେ ଅଛି କି ନାହିଁ ଧାନ। ତ ସାଙ୍ଗମାନେ ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ଆମ ବିଲରେ। ଏଇଟା ଏଠି ଦେଖିପାରୁଥିବେ ଅଧା ଧାନ କଟା ହେଇଛି, ଅଧା ବାକି ଅଛି। ସେଇଟା ମା ଆସେ ସକାଳେ ସକାଳେ ଟିକେ ଟିକେ କାଟିକି ସେ ପଳାଇଯାଏ। 10ଟାରେ ଘରକୁ ପଳାଇଯାଏ। ସେଇ ଗାଈ ସବୁ ଜଗିବାର ଥାଏ ନା, ତ ସେଥିପାଇଁ ସେ ପଳାଇଯାଏ। ସକାଳେ ଆସେ ସେମିତି 8ଟାରେ, ଆଉ 10ଟା ଆଖାପାଖି ସେ ପଳାଇଯାଏ। କଟା ହେଇଛି, ମୁଁ ତ କାଟିବାକୁ ଆସେନି ଏସବୁ, ବି ଜାଣିନି କାଟିବାକୁ। ମୁଁ ଟିକେ ସେମିତି କାଟିଦିଏ, କିନ୍ତୁ ମୁଁ ବେଶୀ କାଟେନି, ମୋତେ କାଟିବାକୁ କହନ୍ତି ନାହିଁ। ଘରେ ଅଛନ୍ତି ମା ମାନେ ସବୁ, ଭାଉଜମାନେ, ସେମାନେ ସବୁ କାଟନ୍ତି। ବାନ୍ଧି ବୁନ୍ଧା ଦିଏ, ମୁଁ ସବୁ କରେ, କିନ୍ତୁ କାଟିବାରେ ବହୁତ କମ୍ ମୋର ଅଛି। ମୁଁ ବେଶୀ କାଟେ ନାହିଁ, ତ କାଟିବା ଟାଇମ୍ ଆସିଲେ କାଟିବାକୁ ପଡ଼ିବ, କାଟିବା। ତ ଏଠି ତ ଭଲ ହେଇଛି ଧାନ,
ଦେଖିପାରୁଥିବେ ଧାନ ଭଲ ଅଛି। ସାଙ୍ଗମାନେ ଦେଖୁଥିବେ କେମିତି ଧାନ କଟା ହେଇଛି। ଧାନ କଟା ହେଇଛି ପୁରା ଅଧା କଟା ହେଇଛି। 2 ଦିନ ଭିତରେ କାଟିକି ସାରିଦେବେ ଟିକେ ଟିକେ ସେମିତି। ରବିବାର ଆଡ଼େ ଏଟାକୁ ବୁହା ହେଇଯିବ, ସବୁ ଧାନ ଘରକୁ ନିଆଯିବ। ସାଙ୍ଗମାନେ ଦେଖିଲେ ଆମ ଧାନ କେମିତି ହେଇଛି। ଏଇଠି ଧାନ ଭଲ ହେଇଛି, ଏପଟେ ପାଣି ପୁରା ଅଛି ନା। ପାଣି ଅଛି ସେଥିପାଇଁ ଏପଟେ ଭଲ ହେଇଛି। ସେପଟେ ତଳେ ଟିକେ ପାଣି କମ୍ ହୁଏ। ସେଇ ଉପର ପଟରେ ପୋଖରୀ ଅଛି ନା, ସେଇ ପୋଖରୀ ପାଣିରୁ ଝରଣା ହେଇକି ସବୁ ପାଣି ସବୁ ଆସିଯାଏ। ଟିକେ ହାଲକା ପାଣି ଆସିଲେ ବି ସେ ପୋଖରୀରେ ରହିଯାଏ, ତ ସେ ପାଣି ଏପଟେ ପଳେଇ ଆସେ ଝରଣା ହେଇକି। ସେଥିପାଇଁ ସବୁ ଭଲ ହେଇଛି। ଆଉ ଏପଟେ ପାଣି ବି ଅଛି କ୍ଷେତରେ, ଆଉ ସେପଟେ ପାଣି ନାଇଁ ଥାଏ, ସୁଖା ପୁରା। ସେପଟେ ପାଣି ନାଇଁ ରୁହେ, କମ୍ ରୁହେ ପାଣି, ଏପଟେ ବେଶୀ ପାଣି ହୁଏ। ତ ଧାନ ପାଚିଲା ପରେ ଜମି ଶୁଖା ରହିବା କଥା। ସେପଟେ ଭଲ ଅଛି, କିନ୍ତୁ ଏପଟେ ପାଣି ଅଛି, ବହୁତ ପାଣି ଅଛି। ଦେଖିବା। ଏଇଟା ଦେଖିପାରୁଥିବେ କେତେ ପାଣି ଅଛି ଏପଟେ, ବହୁତ ପାଣି ଅଛି। ଏଇଟା ଥଣ୍ଡାରେ ପଶିବାକୁ ପଡ଼ିବ ଏମିତି। ଗୋଟିଏ ଇମ୍ପୋର୍ଟାଣ୍ଟ ଜିନିଷ ଦେଖାଇବି, ଯେଉଁଟା ବହୁତ ବର୍ଷ ହେଇଯାଇଛି ଆଉ ସେଇଟା ଚଲୁଛି ବି ଏପର୍ଯ୍ୟନ୍ତ ବି। ଆମ ଏପଟେ ଜଙ୍ଗଲ ପଟେ କେମିତି ପ୍ରୋବ୍ଲେମ୍ ହୁଏ। ପ୍ରୋବ୍ଲେମରୁ ଗୋଟିଏ ସୁରକ୍ଷିତ ଜାଗା ବି ରୁହେ ନା, ଭଲ ଜାଗା ଯେଉଁଟାକି ଆମର ୟୁଜ୍ ହୁଏ। ତ ଆମ ଜଙ୍ଗଲ ପଟେ ନା ନଳକୂଅ ବହୁତ କମ୍ ଥାଏ, ଆଉ ଥିଲେ ବି ଖରାବେଳେ ପାଣି ସେଇଠୁ ବାହାରେ ନାହିଁ, ଜଙ୍ଗଲ ସାଇଡ଼ରେ ଆମର ପଟେ। ତ ବାକିମାନଙ୍କ ସାଇଡ଼ରେ ସେମିତି ତ ନାଇଁ ହେଉଥିବ, କିନ୍ତୁ ଯେତିକି ବି ଜଙ୍ଗଲ ସାଇଡ଼୍ ଅଛି, ସେ ଜଙ୍ଗଲ ସାଇଡ଼ରେ ସମସ୍ତଙ୍କ ପାଖରେ ସେମିତି ହେଉଥିବ। ଖରା ପହଞ୍ଚିଗଲେ ସେଠି ପାଣି ନାଇଁ ଆସୁଥିବ ସେଇ ନଳକୂଅରେ। ତ ତା ପାଇଁ ଆଉ ଗୋଟେ ଅନ୍ୟ ବ୍ୟବସ୍ଥା ଜଙ୍ଗଲ ସାଇଡ଼ରେ କରିଥାନ୍ତି ସମସ୍ତେ। ଆଗରୁ କରୁଥିଲେ, ସେତେବେଳେ ତ ନଳକୂଅ ନାଇଁ ଥିଲା ନା, ତ କେମିତି କରିବେ? ପୋଖରୀ ବି ଆଗେ ରହୁଥିଲା, ତ ପୋଖରୀରୁ ପାଣି ନେଉଥିଲେ। ତ ଏବେ ସେଇଟା ଗୋଟେ ବି ତା ପାଇଁ ଉପାୟ କରାହେଇଥିଲା, କି ଗାଢ଼ା କରିକି ସେ କୂଅରୁ ପାଣି ନେଉଥିଲେ। ତ ସେମିତି ଆମ ପାଖରେ ବି ଅଛି ଗୋଟେ କୂଅ। ଆମେ ଛୋଟ ଥିଲୁ ସେ ବେଡ଼ରୁ ହିଁ ସେ କୂଅଟା ଅଛି। ସେତେବେଳେ ଗୋଟିଏ କେବଳ ଆମ ଗାଁରେ ନଳକୂଅ ଥିଲା। ତ ସେଇଠୁ ନିଆ ହେଉଥିଲା, ସେଠୁ ନେଉ ବି, କିନ୍ତୁ ସେଇଠି ଆମେ ଭାତ ଫାତ ରାନ୍ଧୁନା, ତ ସେଇ ଆମେ ନଳକୂଅରୁ ନାଇଁ ନେଉ, ଏଇ କୂଅରୁ ନେଉ ଆମେ ପାଣି। ପିଇବା ପାଣି ହେଲା, ଖାଇବା ପାଣି, ଭାତ ସବୁ ରନ୍ଧା ରନ୍ଧି ହୁଏ ନା, ଏଇ କୂଅରୁ ହୁଏ।
କୂଅ ପାଣିରୁ ଆମେ ନଳକୂଅରୁ ୟୁଜ୍ କାହିଁ କରୁ, ସେଠି କେବଳ ଧୋଇବା ପାଇଁ ଆଉ କିଛି ପାଇଁ ୟୁଜ୍ ହୁଏ, କିନ୍ତୁ ପିଇବା ପାଇଁ ଏଇଠି ହୁଏ, ଭାତ ଫାତ ରାନ୍ଧିବା ପାଇଁ ଏଇ ପାଣି ହୁଏ। ଆଉ ଏ ପାଣି ଖରା ମାସେ ବି ଥଣ୍ଡା ରହେ, ପୁରା ବହୁତ ଥଣ୍ଡା ରହେ, ଭଲ ଲାଗେ ପିଇବା ପାଇଁ। ଯିଏ ବି ଆସନ୍ତି କୁଣିଆ ନା ତ ପଚାରନ୍ତି ପାଣି କେଉଁଠିର ଅଟେ, ଫାଷ୍ଟ ପଚାରନ୍ତି ପାଣି କେଉଁଠିରୁ ଆଣିଛନ୍ତି, ଏତେ ଥଣ୍ଡା ଅଛି ପାଣି ଆଉ ଭଲ ଲାଗୁଛି କହନ୍ତି। ତ ଆମେ ସେଇଟା କହୁ ସେତେବେଳେ କି ଆମର ଅଛି ଗୋଟେ କୂଅ ଅଛି, ସେ କୂଅରୁ ଆମେ ପାଣି ୟୁଜ୍ କରୁ, ଆଉ ସେ କୂଅରୁ ସବୁବେଳେ ୟୁଜ୍ କରୁ। ଆଉ ସେଇଟା କେବଳ ଆମେ ଭାତ ରାନ୍ଧୁ ଆଉ ପିଇବା ପାଇଁ ସେଇଟା ୟୁଜ୍ କରୁ, ଆଉ ଧୋଇ ହେବା ପାଇଁ ସେଟାକୁ ଆମେ ନଳକୂଅରୁ ଆଣୁ, ସେସବୁ ୟୁଜ୍ କରୁ। ତ ଦେଖିପାରୁଥିବେ ଏଠି ଗୋଟେ ଅଛି କୂଅ ଅଛି, ବହୁତ ଗାଢ଼ା ଅଛି, ଆଉ ଏଇଟା ବହୁତ ପୁରାନା ହେଇଯାଇଛି। ଏଇଟା ବୋଧେ କେତେ ବର୍ଷ ହେବ ସେଟା ତ ମୁଁ ଜାଣିନି, କିନ୍ତୁ ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳଠୁ ଅଛି, ଆଉ ଏଠୁ ହିଁ ୟୁଜ୍ ହୁଏ ଆମର ପାଣି ସବୁ, ଆମେ ସବୁ ପାଣି ଏଠୁ ନେଉ। ଆଉ ପାଣି ଆଣିବାକୁ ଗଲେ ଆମର ଏଠି ନେବାକୁ ଆସୁ ଆମେ ବହୁତ ଦୂର ହୁଏ, ଥରେ ପାଣି ନେବାକୁ ଆସିବେ ତ 15 ମିନିଟ୍ ଲାଗିଯିବ, 15 ମିନିଟ୍ ଲାଗିଯିବ ପୁରା ଆସିବା ଯିବା 15 ମିନିଟ୍ ପୁରା, ଏତେ ଦୂରୁ ଆମେ ପାଣି ନେବାକୁ ଆସୁ, ବହୁତ ଅସୁବିଧା ହୁଏ ଏଠି ଆସିବାକୁ। ଏବେ ବର୍ଷା ମାସେ ଏଠି ଆସିଲେ ସେପଟେ ଦେଖୁଥିବେ ଏଇ କ୍ଷେତ ହେଇକି ଆସିବାକୁ ପଡ଼େ, ତ ଏଠି ପାଣି ପୁରା ହେଇଯାଇଥାଏ, ଏଠି ପାଣି ହେଇଯାଇଥାଏ। ଏବେ ସେ ପଛପଟେ ବି ଗୋଟେ ଅଛି, ସେଇଟା କ'ଣ କୁହନ୍ତି କି ସେଇଟା ମାଟି ଦିଆ ହେଇଛି ନା, ସେଟା ଟିକେ ବଡ଼ ଅଛି, ଆଉ ଏଠି ଅଛି ସେଇଟା ଛୋଟ ଅଛି, ତ ସେଠୁ ବି ଆସନ୍ତି ଆଉ ଏଠି ଆସିଲେ ପୁରା ପାଣି ହେଇଯାଏ। ଆଉ ଆମ ଧାନ ପାଚିଲେ ତ ଏଠି ହୁଏନି ଆସିବାକୁ, ଏଠି ହୁଏନି କ'ଣ ପାଇଁ କହିଲେ ଏ ଧାନ ଅଛି ନା, ଏ ଧାନ ସବୁ ଏପଟେ ପଡ଼ିଯାଇଥାଏ, ଦେଖିପାରୁଥିବେ ସେମିତି ପଡ଼ି ବି ଯାଇଛି, ଅଧା ଅଧା ଧାନ ଏପଟେ ହେଇଯାଇଛି, ତ ଆସି ହୁଏ ନାହିଁ ଏପଟେ, ଏମିତି ପଡ଼ିଯାଇଥାଏ ଏପଟେ ହେଇକି, ଏମିତି ତ ହୁଏନି। ସେପଟ ଧାନ ବି ହେଇଥାଏ, ଏପଟେ କାଟି ଦେଇଛନ୍ତି, ନହେଲେ ଏଇପଟ ଧାନ ବି ଏପଟେ ହେଇଯାଇଥାଏ, ରାସ୍ତାରେ ହେଇଯାଇଥାଏ, ସେଥିପାଇଁ ଏଠି ଆସିବାକୁ ବହୁତ ମୁସ୍କିଲ ହୁଏ। ଆଉ ସେପଟେ ଗୋଟେ ଅଛି ବାଟ, ସେ ବାଟ ସେଇ ପାଣି ବି ନିଅନ୍ତି। ତ ଆଉ ଦେଖିଲେ ଆମ କୂଅ କେତେ ଦୂର ଅଛି, ବହୁତ ଦୂର ହୁଏ ଏଠି, 15 ମିନିଟ୍ ଲାଗିଯିବ ଯିବା ଆସିବା ପୁରା 15 ମିନିଟ୍ ପୁରା, ଏତେ ଦୂରୁ ଆମେ ଆସୁ ପାଣି ନେବା ପାଇଁ। ଛୋଟ ଥିଲି ବେଳେ ବହୁତ ପାଣି ମୁଁ ନେଇଛି ଏଠୁ ବି, ଏବେ ଟିକେ ବଡ଼ ହେଲା ପରେ ଅଛନ୍ତି ସମସ୍ତେ ଭାଉଜମାନେ, ମାଆମାନେ, ସେମାନେ ବେଶିକି ପାଣି ନିଅନ୍ତି, ଯେତେବେଳେ ଏମର୍ଜେନ୍ସି ପଡ଼େ ସେତେବେଳେ ମୁଁ ବି ଆସିକି ପାଣି ଏଠୁ ନେଇଯାଏ। ଦେଖିଥିବେ ଆମ କ୍ଷେତ, ଆଉ ଏଠି ମହୁଲ ଗଛ ବି ଗୋଟେ ଅଛି, ସେଇଟା ଛୋଟ, ଆମ ମହୁଲ ଗଛ ବେଶୀ ନାହିଁ, ଦୁଇଟା ଅଛି, ଛୋଟ ଛୋଟ ଅଛି, ଆରେ ବେଶୀ ପଡ଼େ ନାହିଁ ସେଟା। ସାଙ୍ଗମାନେ ମୁଁ ଘରକୁ ଏବେ ଆସି ଯାଉଛି, ବିଲରୁ ପଳେଇ ଆସିଲି, ଏବେ ଘରକୁ ଯାଉଛି ମୁଁ, ସେଇପଟେ ଦେଖିପାରୁଥିବେ ସେଇପଟେ ଆମ ଘର ଅଛି। ମୁଁ ଘରକୁ ଯାଉଛି ଏବେ, ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଲାଇକ୍, କମେଣ୍ଟ, ସେୟାର ଜରୁର କରିବେ। ଆଉ ହଁ, ଯଦି ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୋର ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି, ଜରୁର ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।